ତେଣୁ ସେଥିପାଇଁ ମୋର କବିତାର ଶୀର୍ଷକ ମୋ କବିତା ଅମାଳନ। ତେଣୁ ଯେତେବେଳେ ପାଇଲେ ଯୋଉଠି ପାଇଲେ ଯେମିତି ପାଇଲେ ଲେଖିଦେଲି। ମୁଁ ପ୍ରକୃତରେ ଆମେ ଏତେ କାର୍ଯ୍ୟ ବ୍ୟସ୍ତ ଅଛୁ ଚୈତି ପାଳନ କରିବା ପାଇଁ। ମ୍ୟାଡ଼ାମ କହିଲେ ଆମେ କବିତା ଆସର କରିବା, ନିଶ୍ଚୟ କରିବା। ହଁ ମ୍ୟାଡ଼ାମ କରିବା। ସେଇ କରିବା ଭିତରେ ଆମେ ବର୍ତ୍ତମାନ କେତେବେଳେ କ'ଣ ଲେଖାଯିବ କିଛି ମୁଁ ଜାଣିନି। ତେଣୁ ଯାହା ପାରିଛି ଯେତେବେଳେ ପାରିଛି ବିଭିନ୍ନ ପରିସ୍ଥିତିରେ ତାକୁ କୋଉଠୁ କ'ଣ କରିଛି ମୁଁ ତାକୁ ଆପଣ ପାଖରେ ପରସିବି। କେତେ ଭଲ ଲାଗିବ ନ ଲାଗିବ ମୁଁ ଜାଣିନି। ତେଣୁ ଏ କବିତାଟି ମୋର ଗୀତି କବିତା। ପ୍ରଥମ କଥା ହଉଛି ଏ ମୋର ଜିଲ୍ଲା ନୁହେଁ କି ମୋର ଚାକିରିର ପ୍ରଥମ ଡିପାର୍ଟମେଣ୍ଟ ନୁହେଁ। ସେଇ ଆଧାରରେ ପ୍ରଥମ ପଦଟି ଆସିବ। ତେଣୁ ଏ କବିତା ଗୁଡ଼ିକ କହିଲା ବେଳେ ସମାପନ ଯେହେତୁ କବିତାଟି, ତେଣୁ ମଝିରେ ମଝିରେ କିଛି ପୃଷ୍ଠଭୂମି ଦେବି ଏବଂ ଯୋଉ ପଦେ ପଦେ ଲେଖିଛି ତାକୁ କହିବି। ପ୍ରଥମ କବିତା ହଉଛି ପ୍ରଥମ ପଦଟି ହଉଛି ମୁଁ ସେପାରି ମଣିଷ ଏପାରିରେ ଆସି, ସେପାରି ମଣିଷ ଏପାରିରେ ଆସି ଜାଗାଟିଏ ତୋଳିଥିଲି, ଏପାରିରେ ରହି ସେପାରି ଠିକଣା ସେଇଦିନ ଭୁଲି ଗଲି। ଏପାରିରେ ରହି ସେପାରି ଠିକଣା ସେଇଦିନ ଭୁଲି ଗଲି। ଏପାରି ମଣିଷ ଆପଣାର ହେଲା, ଏପାରି ମଣିଷ ଆପଣାର ହେଲା, ସେପାରି ମଣିଷ ପର ଅଳପ ରହଣି, ଏପାରିରେ ସିନା ଲାଗେ ଯୁଗ ଯୁଗାନ୍ତର। ଅଳପ ରହଣି ଏପାରିରେ ସିନା ଲାଗେ ଯୁଗ ଯୁଗାନ୍ତର। ଏ ହେଲା କ୍ରମଶଃ ଅଛି। ଯେତେବେଳେ ଜାଗା ଛାଡ଼ିବି ସେତେବେଳେ କ୍ରମଶଃ ପଦ ଗୁଡ଼ିକ ହୁଏତ ଯୋଡ଼ି ହେଇଯିବ। ଇତିମଧ୍ୟରେ ମୋର ପିତୃ ବିୟୋଗ ଘଟିଛି। ସେମିତି ଏକ ଦୁଃଖ ସମୟରେ ଆଖି ଓଦା ହେଇଛି, ଅନ୍ତର ଓଦା ହେଇଛି। ତେଣୁ ଗୋଟେ ପଦ ଆସିଲା, ତାପରେ ଜୀବନଟାକୁ ଯିବାକୁ ପଡ଼ିଲା। ପୂର୍ବରୁ ଯେତେବେଳେ ଜୀବନଟା ଜିଉଥିଲି ଅଲଗା ପ୍ରକାର ଜିଉଥିଲି, ବର୍ତ୍ତମାନ କେମିତି ଜିଉଛି ସେ ଏକ କବିତା, ସେ ଏକ ପଦ। ଜୀବନରେ ଜାଣିଲେ ବଞ୍ଚିବାକୁ ହୁଏ, ଜୀବନରେ ଜାଣିଲେ ବଞ୍ଚିବାକୁ ହୁଏ, କେମିତି ଏକଲା ହୋଇ ଥୁଣ୍ଟା ଡାଳେ ବସି ଦିଗହରା ପକ୍ଷୀ କେମିତି ମାରଇ ହାଇ। ଥୁଣ୍ଟା ଡାଳେ ବସି ଦିଗହରା ପକ୍ଷୀ କେମିତି ମାରଇ ହାଇ। ନାଉରି ନଥିବା ନା, ନାଉରି ନଥିବା ନା, ଉଜାଣି ଢେଉରେ କେମିତି ଖୋଜଇ ଆଉଜି ଯିବାର ରାହା କ୍ରମଶଃ। ତେଣୁ ଏ ଦୁଃଖର ପରେ ଗୋଟେ ସୁଖଦ ମୁହୂର୍ତ୍ତ ମୋର ପରିବାରକୁ ନେଇକି ମୁଁ ଟିକେ କହିବି, ଟିକେ ଆପଣମାନଙ୍କୁ ଏଠି ଟିକେ ହାଲକା କରିଦେବି। ମୋର ପତ୍ନୀ ହେଉଛନ୍ତି ଘରଣୀ। ତାଙ୍କର ସଉକ ହେଲା ଘର କାମ କରିବା, ପିଲାମାନଙ୍କ କଥା ବୁଝିବା, ମୋ କଥା ବୁଝିବା। ଏଠି ମୁଁ ବର୍ତ୍ତମାନ ନା ଅଧିକାରୀ ହିସାବରେ କିଛି କହୁଛି, ମୁଁ ଆପଣଙ୍କ ପାଖରେ ଗୋଟେ ସାଧାରଣ ମଣିଷ କବି ହିସାବରେ ମୋର ଭାବ ବ୍ୟାଖ୍ୟାନ କରୁଛି। ତେଣୁ ସେଥିପାଇଁ ସେ ପଦଟି ଆଣିଛି। ଏମିତି ଗୋଟେ ଘଟଣା ହେଇଛି, କ'ଣ ବିରକ୍ତି ହେଇଯାଇଛନ୍ତି ପିଲାମାନେ, କ'ଣ କରୁଛନ୍ତି ମାନେ ତାଙ୍କର ଅଭ୍ୟାସ ହେଲା ଯେ ସେ ସଫା କରିବେ, ଯାହା ବି ହଉ ସଫା କରିବେ। ବେଳେ ବେଳେ ମନେ ନ ପଡ଼ିଲେ ସଫା କରିଥିବା ଜିନିଷକୁ ଆଉ ଥରେ ସଫା ହେଇଯିବ। ମୁଁ ଖୋଜିଲା ବେଳେ ମୋ ସାର୍ଟଟା କାହିଁ ନାଇଁ ମାମା ସଫା କରିଦିଏ। ତ ଏମିତି ଏକ ପରିସ୍ଥିତିରେ ପିଲାମାନେ କ'ଣ ଦୁଷ୍ଟ ହେଲା ବେଳକୁ ମୁଁ ଟେବୁଲ ଉପରେ ବସିକି କ'ଣ ଲେଖୁଛି, ସେ ଟେବୁଲରେ କି କ'ଣ ଗୋଟେ କରୁଥାଏ, କାନରେ ପଡ଼ିଲା, ହଁ ଗୋଟେ ତ ଚାକରାଣୀ ପାଇଛ ଦିଅ। ପିଲାମାନେ ଚାକରାଣୀ ଗୋଟେ ମାଗଣା ଚାକରାଣୀ ପାଇଛନ୍ତି ଆଉ। ମୋ ପାଖରୁ ହଠାତ୍ ବାହାରିଗଲା, କେତେ ପଇସା ନେବ କହୁନ। ସେ ଯୋଉ ବିରକ୍ତି ଭାବରେ ମୋ ଆଡ଼କୁ ଚାହିଁଲେ, ମୁଁ ଟିକେ ଚାହିଁଦେଲି, ତାପରେ ଗୋଟେ ଓଠ ଧାରରେ ଗୋଟେ ହସ ଆସିଗଲା। ସେଇଠି ଗୋଟେ ପଦ ଆସିଗଲା, ଭାବନା ବିଳାସ ଭଙ୍ଗା ଅଳସରେ କିଏ ଭରିଦିଏ ମନ କଳସରେ, କାହା ମିଠା ହସ ସାଦେ ମଧୁମାସ କିଏ ସେ ରାଜକୁମାରୀ। ଭାବନା ବିଳାସ ଭଙ୍ଗା ଅଳସରେ କିଏ ଭରିଦିଏ ମନ କଳସରେ, କାହା ମିଠା ହସ ସାଦେ ମଧୁମାସ କିଏ ସେ ରାଜକୁମାରୀ। ସାଉଁଟା ବନ୍ତ ଯାଏ ପରି ଲୋଟି ଆମ ମନା ହୋଇ ଚାଲୁ ଚାଲୁ ଝୁଣ୍ଟି, ଭାରି ଭଲ ଲାଗେ ଶୁଣିବା ପାଇଁ ତାପତ ଶବ୍ଦ ଥିଲେ। ତାପରେ ମୋ ପାଖକୁ ଆସିଲା ଗରମ ଚା ଆଉ ଯୋଉ ବିସ୍କେଟ ମୁଁ ଖାଇଥିଲି କାଜୁ ବଟା ବିସ୍କେଟ। ବେଶୀ କଥା କହିଲି, ଇଏ ଗଲା। ପୁଣି ମୋର ପରିବାରକୁ ନେଇଗଲି। ମୁଁ ଟିକେ ଗଲାବେଳକୁ ମୋ ପୁଅ ରିମୋଟରେ ଖେଳୁଛି, ରିମୋଟ କାହାର ପାଖରେ ସବୁ। ମା ବିରକ୍ତ ହେବେ,
ଯେ ସବୁବେଳେ ଖେଳୁଛି ପାଠ ପଢୁଛି ମନ୍ଦିର ଗଲାବେଳକୁ କଣ କରୁଛି ନା ରିମୋଟରେ ଶିଖୁଛି ଖେଳୁଛି କହୁଛି ଯେ ମତେ ଦେଇଦେଲେ ଅସୁବିଧା କଣ ମତେ ଦେଇଦେଲେ ଅସୁବିଧା କଣ ମତେ ଦେଇଦେଲେ ଅସୁବିଧା କଣ କହୁଛି କି ରିମୋଟଟା ଚିପୁଛି ଘର 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 ଖେଳୁଛି ମତେ ଦେଇଦେଲେ ତୁ ଦିନେ ନା ଦିନେ କାହାକୁ ଦବୁ ତ କଣ ମତେ ଦେଇଦେଲେ ଅସୁବିଧା କଣ ଏଇଭଳିଆ କର ତ ମୁଁ ପଚାରିଲି ଇଏ କଣ ଚାଲିଛି ନା ସେ ଛୋଟ ପିଲା ସେ କଣ ବୁଝୁଛି ସେ ହ୍ୟୁମାନ ସାଗରଙ୍କର ଗୀତଟା ବୋଲୁଛି ଭଲ ଲାଗୁଛି ସେ ମୋ ସାନ ଭାଇ ମୁଁ ଏଟା ଗାଁକୁ ଯାଇଥାଏ ମୋ ସାନ ଭାଇ ବାରଣ୍ଡାରେ ମୋ ସାନ ଭାଇ ପୁଅ ସିଏ ଫକ ହୋଇ ଡେଉଁଛି ଇଏ କହୁଛି ଯେ ମତେ ଦେଇଦେଲେ ଅସୁବିଧା କଣ ମତେ ଦେଇଦେଲେ ଅସୁବିଧା କଣ ଏମିତି ଏକ ପରିପ୍ରେକ୍ଷୀରେ ମୁଁ ଦେଖିଲି ଯେ କଳାକାରର ଜୀବନ କେତେ ଅସହ୍ୟ ଆମେ କାହାକୁ ହରେଇଦେଲେ କାହାକୁ ନା କାହାକୁ ଦବୁ ତମର ମତେ ଦେଇଦେଲେ ଅସୁବିଧା ସେ ସବୁ କଥା ମଜା ଅଛି କିନ୍ତୁ ଲାଜ ଲାଗୁଛି ସେଟାକୁ କି କରିବା ପାଇଁ କହିବା ପାଇଁ ତେଣୁ ଆମକୁ ଏ ଯୋଉ ନିଶା ବା ଯୋଉ ଝଡ଼ଝଞ୍ଜା ସହି ଦେଇଗଲା ଆମର ମାନେ କଳା ଜଗତକୁ ସେଥିରେ ହର ଗୌରା ରାଇ ଉତ୍ତମ ମିନ ହର ଗୌରା ରାଇ ଉତ୍ତମ ମିନ ଶେଷେ ଛାଡ଼ି ଚାଲିଗଲେ ସାଗର ହିମାନ ହର ଗୌରା ଭାଇ ଉତ୍ତମ ମିନ ହର ପଟ୍ଟନାୟକ ଗୌରା ମାନେ ଜାଣିଛନ୍ତି ପିଣ୍ଟୁ ନନ୍ଦ ନାଇଁ ତାପରେ ରାଇ ମୋହନ ଉତ୍ତମ ମହାନ୍ତି ମିନ ଚେତନ ଏ ସମସ୍ତେ ଛାଡ଼ି ଚାଲିଗଲେ ଶେଷେ ଛାଡ଼ି ଚାଲିଗଲ ସାଗର ହିମାନ ତେଣୁ ମୁଁ ଆକ୍ଚୁଆଲି କିଛି ଲେଖିନି ମୁଁ ମୋର ଚିନ୍ତାଧାରା କେତେବେଳେ ଆସେ ନା ଏମିତି ଗୋଟେ ଘଟଣା ହେଲା ମୁଁ ତାପରେ ଭାବିବି କେତେବେଳେ ଭାବିବି ମୁଁ ଜାଣିନି ମୋର ବେଶୀ ଭାବନା ଆସେ ମୁଁ ଯେତେବେଳେ କଲେଜକୁ ଯାଉଥିଲି ମୋର ମନେ ପଡୁଛି ମୁଁ ସାଇକେଲ ଚଲେଇକି ଯାଏ ଆମର ଏକ୍ଜାକ୍ଟଲି ବର୍ତ୍ତମାନ ଏଠିକାର ସିଚୁଏସନ୍ ଯେ ଆମେ ଯେ କଲେଜ ଯିବା ରାସ୍ତା ସେମିତି ପାହାଡ଼ ସାଇଡରେ ଝରଣା ବିଲକୁଲ ହେଇକି ବହି ଯାଉଥିବ ଏମିତି ଶୀତ ଦିନେ ଦିନ ଗୋଟାକରେ ଗଲାବେଳେ ସେଇ ସମୟ ଥିଙ୍କିଂଟା ବେଶୀ ଆସେ ଆଉ ସେମିତି ବେଳେବେଳେ ଗାଡ଼ି ଚଲେଇ ଗଲେ ମଧ୍ୟ ସେଇ ଥିଙ୍କିଂଟା ଆସେ ତେଣୁ ଯାହା ବି ହଉ ସେଇ ହ୍ୟୁମାନ ସାଗରଙ୍କ ପାଇଁ ଗୋଟିଏ ପଦ ଜୟ ଜଗନ୍ନାଥ କାଳିଆ ଶାନ୍ତ ଜୟ ଜଗନ୍ନାଥ କାଳିଆ ଶାନ୍ତ ତାର ପତିତ ପାବନ ଝଣ୍ଡା ସୁଖେ ରଖ ଆମ ବିମାନ ଭାଇକୁ ସେ ତ ଆମ ଓଡ଼ିଶା କେଉଟୁ ମୁଣ୍ଡା ସେ ତ ଆମ ଓଡ଼ିଶା କେଉଟୁ ମୁଣ୍ଡା ତେଣୁ ତାପରେ ଆପଣମାନେ କଣ ଭାବୁଥିବେ ଏଇ ସବୁ କଣ ଇଆଡୁ ସିଆଡୁ କହୁଛନ୍ତି ଗୋଟେ ବଡ ମାନେ ଭାବୁ ଗୋଟେ